ଯେଉଁଠି ସରକାର ପ୍ରସୂତି ଓ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ସୁବିଧା ଓ ମାଳମାଳ ଯୋଜନା କରୁଛନ୍ତି, ସେଠି ମାଟିଏ ଦହଗଞ୍ଜ ହେଉଛି। ପ୍ରସୂତିଙ୍କୁ ଛୁଆ ଜନ୍ମ କରାଇ ଦେବାକୁ 1500 ଟଙ୍କା ଲାଞ୍ଚ ନେଉଥିବା ବିଷୟରେ ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗଞ୍ଜାମ ଜଗନ୍ନାଥ ପ୍ରସାଦ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଲଟିଛି ଦୁର୍ନୀତିର ଗନ୍ତାଘର। ମେଡିକାଲରେ ସବୁବେଳେ ଡାକ୍ତର ସମସ୍ୟା ରହୁଛି, ଯାହାର ଫାଇଦା ଉଠାଉଛନ୍ତି ନର୍ସିଂ ଅଫିସର। ଏହି ମେଡିକାଲକୁ ଡେଲିଭରି ପାଇଁ ଆସୁଥିବା ଗର୍ଭବତୀଙ୍କୁ ପ୍ରଥମେ ପ୍ରସୂତି କକ୍ଷରେ ଭର୍ତ୍ତି କରାଇ ଦେଇ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଓ ଖର୍ଚ୍ଚାନ୍ତ ଭୟ ଦେଖାଇ ରୋଗୀ ଓ ସମ୍ପର୍କୀୟମାନଙ୍କ ମନରେ ଭୟ ସୃଷ୍ଟି କରାଉଛନ୍ତି ନର୍ସିଂର ଷ୍ଟାଫ। ଘଟଣାକ୍ରମରେ ସର୍ଦ୍ଧାପୁର ଗ୍ରାମର ବନ୍ଦିତା ପଲେଇ ନାମକ ଜଣେ ଗର୍ଭବତୀ ଗର୍ଭବେଦନା ହେବାରୁ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ଡ୍ୟୁଟିରେ ଥିବା ନର୍ସିଂ ଅଫିସର ପ୍ରିୟଦର୍ଶିନୀ ଷଡ଼ଙ୍ଗୀ ଗର୍ଭସ୍ଥ ଶିଶୁର ସମସ୍ୟା ରହିଛି ଏବଂ ତାଙ୍କୁ ତୁରନ୍ତ ଭଞ୍ଜନଗର କିମ୍ବା ବ୍ରହ୍ମପୁର ନେଇଯିବା ପାଇଁ ପରାମର୍ଶ ଦେଲେ। ଏହା ଶୁଣି ଗରିବ ମାଟିଏ ଡେଲିଭରି ପାଇଁ ଅନୁରୋଧ କରିବା ପରେ 1500 ଟଙ୍କା ଲାଗିବ ବୋଲି କହି ରେଡ୍ ଛିଡ଼ାଇଥିଲେ ନର୍ସିଂ ଅଫିସର। ଏତିକି ସମୟ ମଧ୍ୟରେ ମା ଗର୍ଭରୁ ପିଲାଟି ଜନ୍ମ ହୋଇଥିଲା। ନର୍ସ ଜଣକୁ 1500 ଟଙ୍କା ଦେଇଥିବା ଗଣମାଧ୍ୟମ ସମ୍ମୁଖରେ ଦୁଃଖର ସହ ଜଣାଇଛନ୍ତି ପ୍ରସୂତିଙ୍କ ମା। ଏନେ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ସହ ଯୋଗାଯୋଗ କରିବା ପରେ ସେ ଘଟଣାକୁ ଏଡ଼ାଇ ଦେଇଛନ୍ତି। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ନେଲେନି କ'ଣ କହିଲା? କହିଲା 1500 ଦେଲେ ଏକା ହେବ। ତୁମ ନାଁ କ'ଣ ମା? ସରସ୍ୱତୀ ପ୍ରଧାନ। ସରସ୍ୱତୀ ପୋଲେଇ କେଉଁ ଗାଁ? କାଲି କେତେବେଳେ ଆସିଥିଲ? ଆଜି ଆସିଥିଲ। ଆସିଲା ପରେ ସିଏ ଡେଲିଭରି କରା ସକାଳେ ସାଙ୍ଗେ ସାଙ୍ଗେ କରେଇଲା। ପରେ 1500 ଟଙ୍କା ମାଗିଲା। ଝିଅ ନାଁ କ'ଣ ମା? ହଁ ବନ୍ଦିତା ପଲ୍ଲୀ। କେଉଁ ଗାଁ ତୁମର? ଡୁଙ୍ଗାପଲ୍ଲୀ। ଓ ବାପ ଡେଲିଭରି ପାଇଁ ଆସିଥିଲ। ଆସିଲା ପରେ ଇଏ 1500 ଟଙ୍କା ତୁମକୁ ମାଗିଲା ଡେଲିଭରି ପରେ। 1500 ଟଙ୍କା ତୁମେ ଦେଲ। ଦିଦି କୁଆଡ଼େ ଗଲା? ତୁମେ ତ ଆଶା। ତୁମ ନାଁ କ'ଣ ଝିଅ? ନମିତା ସ୍ୱାଇଁ। କେଉଁ ଗାଁ ତୁମର? ପଇସା ଦେବା ସମୟ ତୁମେ ଜାଣିଛ? ନାଇଁ ତାଙ୍କୁ କହିଲି ଯେ ଆମେ କେତେ କେମିତି ଦିଅ ଆମେ ପଳଉ। ମୁଁ ଆগে ଟିକେ କହିଲି କି ଆମେ କହୁଥିଲି ପଇସା କଥା। ମୁଁ ଆଉ ଦେବାର ଜାଣିନି କି ନା ତାଙ୍କେ ନେବାର ଜାଣିନି। ହଁ କିନ୍ତୁ 1500 ଟଙ୍କା ଦେବାର ଶୁଣିଲ ପଛରେ? ହଁ ଏବେ ଆଉ ଜଣେ ପଚାରିଲା କହିଲେ ହଁ 1500 ଦେଲି ଜାଣି କହିଲେ। ତାକୁ ତୁମେ ପଇସା ହାତରେ ଦେଲ ନା ସେ ଥୋଇଦେବାକୁ କହିଲା? ଥୋଇଦେଲେ କହିଲା ନା? ଥୋଇଦେଲେ କହିଲା ନା? 500 ଟଙ୍କା ଦେଲା ନେଲେନି, 1500 ଟଙ୍କା ଥୋଇଦିଅ ବୋଲି କହିଲେ। ତାଙ୍କ 1500 ଟଙ୍କା ଦେଲ।